ଯେଉଁ ସତ୍ୟ ଦାନିଏଲ ଦେଖିପାରୁନଥିଲା। ଦାନିଏଲ ତାଙ୍କ କଲେଜର ଅନ୍ୟତମ ଶ୍ରେଷ୍ଠ ଛାତ୍ର ଥିଲେ। ସେ ସର୍ବଦା ନିଜର ଆସାଇନମେଣ୍ଟ ଠିକ୍ ସମୟରେ ଦାଖଲ କରୁଥିଲେ, ପ୍ରତ୍ୟେକ କ୍ଲାସରେ ଉପସ୍ଥିତ ରହୁଥିଲେ ଏବଂ ପ୍ରଫେସରମାନଙ୍କୁ ସାହାଯ୍ୟ କରୁଥିଲେ। କିନ୍ତୁ ତାଙ୍କର ଗୋଟିଏ ଦୁର୍ବଳତା ଥିଲା। ସେ ଲୋକମାନଙ୍କୁ ବହୁତ ଶୀଘ୍ର ବିଚାର କରୁଥିଲେ। ତାଙ୍କ କ୍ଲାସରେ ସାମୁଏଲ ନାମକ ଜଣେ ପିଲା ଥିଲା। ସାମୁଏଲ ପ୍ରାୟତଃ ଡେରିରେ ଆସୁଥିଲା, ଥକା ଦେଖାଯାଉଥିଲା, କ୍ଲାସରେ ବିଶେଷ ଅଂଶଗ୍ରହଣ କରୁନଥିଲା ଏବଂ ବେଳେବେଳେ ପାଠପଢ଼ା ସମୟରେ ଶୋଇପଡ଼ୁଥିଲା। ଏହା ଦେଖି ଦାନିଏଲ ତାଙ୍କ ସାଙ୍ଗମାନଙ୍କୁ ଚୁପ୍ ଚୁପ୍ କରି କହୁଥିଲା, ସେ ବହୁତ ଅବହେଳାକାରୀ, ପାଠପଢ଼ାରେ ତା'ର ଜମା ବି ଆଗ୍ରହ ନାହିଁ। ଯେତେବେଳେ ବି ସାମୁଏଲ କମ୍ ନମ୍ବର ରଖୁଥିଲା, ଦାନିଏଲ ଭାବୁଥିଲା ଯେ ସେ ଠିକ୍ କହିଥିଲା। ଦିନେ ଏକ ମୁଖ୍ୟ ଗ୍ରୁପ ପ୍ରୋଜେକ୍ଟ ସମୟରେ ସାମୁଏଲକୁ ଦାନିଏଲର ଟିମ୍ରେ ରଖାଗଲା। ଦାନିଏଲ ବିରକ୍ତ ହୋଇ ଦୀର୍ଘ ଶ୍ୱାସ ପକାଇ କହିଲା, ସାର୍, ମୁଁ କ'ଣ ମୋର ସାଥୀ ବଦଳାଇ ପାରିବି? ସେ କିଛି ବି କରିବ ନାହିଁ। ତାଙ୍କ ପ୍ରଫେସର ଦାନିଏଲଙ୍କୁ ନିରାଶାର ସହ ଚାହିଁ ପଚାରିଲେ, ଦାନିଏଲ, ତୁମେ କ'ଣ ଜାଣିଛ ସାମୁଏଲ କେଉଁ ପରିସ୍ଥିତି ଦେଇ ଗତି କରୁଛି? ଦାନିଏଲ କାନ୍ଧ ହଲାଇଲା। ସେ ଭାବିଲା ଜାଣିବା ପାଇଁ କିଛି ନାହିଁ। ପ୍ରଫେସର ନମ୍ର ଭାବରେ କହିଲେ, ସାମୁଏଲ ରାତି 2ଟା ପର୍ଯ୍ୟନ୍ତ ଏକ ଛୋଟ ଦୋକାନରେ କାମ କରେ। ସେ ତା ପରିବାରକୁ ଘର ଭଡ଼ା ଦେବାରେ ଏବଂ ତାଙ୍କ ମାଆର ଚିକିତ୍ସା ଖର୍ଚ୍ଚ ବହନ କରିବାରେ ସାହାଯ୍ୟ କରୁଛି। କଲେଜ ଆସିବା ପୂର୍ବରୁ ସେ ମାତ୍ର 3 ଘଣ୍ଟା ଶୁଏ। ତଥାପି ସେ ପ୍ରତିଦିନ କଲେଜ ଆସେ। ସେ ଅଳସୁଆ ନୁହେଁ ଦାନିଏଲ, ସେ ଏମିତି ଏକ ଯୁଦ୍ଧ ଲଢ଼ୁଛି ଯାହା ତୁମେ କେବେ ଦେଖିନାହଁ। ଦାନିଏଲର ହୃଦୟ ଭାଙ୍ଗିଗଲା। ସେ କରିଥିବା ପ୍ରତ୍ୟେକ ମନ୍ତବ୍ୟ, ଥଟ୍ଟା ଏବଂ ତାଚ୍ଛଲ୍ୟ ହଠାତ୍ ତାକୁ ଭୁଲ ଏବଂ ଭାରୀ ମନେହେଲା। ପରଦିନ ଦାନିଏଲ ଚୁପଚାପ ସାମୁଏଲ ପାଖକୁ ଯାଇ କହିଲା, ମୁଁ ବହୁତ ଦୁଃଖିତ ସାମୁଏଲ, ତୁମର ସଂଘର୍ଷ ନ ବୁଝି ମୁଁ ତୁମକୁ ବିଚାର କଲି। ସାମୁଏଲ ଆଶ୍ଚର୍ଯ୍ୟ ହୋଇ ଅଳ୍ପ ହସିଲା। ଠିକ୍ ଅଛି, ସମସ୍ତେ ବେଳେବେଳେ ଭୁଲ ବୁଝନ୍ତି। ମୁଁ କେବଳ ମୋର ସର୍ବୋତ୍ତମ ଚେଷ୍ଟା କରୁଛି। ସେହି ମୁହୂର୍ତ୍ତରୁ ଦାନିଏଲ ବଦଳିଗଲା। ଯେତେବେଳେ ବି ସେ କାହାକୁ ବିଚାର କରିବାକୁ ଚାହୁଁଥିଲା, ସେ ନିଜକୁ ମନେ ପକାଉଥିଲା, ପ୍ରତ୍ୟେକଙ୍କର ଏକ କାହାଣୀ ଅଛି ଯାହା ମୁଁ ଦେଖିପାରୁନାହିଁ। ଶିକ୍ଷା, ଲୋକମାନେ ଏମିତି ଯୁଦ୍ଧ ଲଢ଼ନ୍ତି ଯାହା ଆମକୁ ଦେଖାଯାଏ ନାହିଁ। ବାହ୍ୟ ରୂପ ଦେଖି ଅନ୍ୟମାନଙ୍କୁ ବିଚାର କରନ୍ତୁ ନାହିଁ। ଦୟା ଏବଂ କରୁଣା ମନୋଭାବ ରଖନ୍ତୁ। ଏହା ଖ୍ରୀଷ୍ଟଙ୍କ ହୃଦୟକୁ ପ୍ରତିଫଳିତ କରେ ଏବଂ ଆମ ଚାରିପାଖରେ ଥିବା ଲୋକମାନଙ୍କୁ ଆରୋଗ୍ୟ ଆଣିଦିଏ। ପୁଣି ବିଚାର କର ନାହିଁ, ତାହେଲେ ତୁମେମାନେ ବିଚାରିତ ହେବ ନାହିଁ। ଦୋଷୀ କର ନାହିଁ, ତାହେଲେ ତୁମେମାନେ ଦୋଷୀକୃତ ହେବ ନାହିଁ। କ୍ଷମା କର, ତାହେଲେ ତୁମମାନଙ୍କୁ କ୍ଷମା କରାଯିବ। ଲୁକରଚିତ ସୁସମାଚାର 6 ଅଧ୍ୟାୟ 37 ପଦ।